ନୌକା ଆଉ ଏଠି ଫୁଲ ଗଛ ଗୋଟେ ବାହାରିଛି ଏଠି ମଣିଷଟା ବସିଛି ଏଠି ପତକା ଗୋଟେ ଅଛି ନୌକାର ଆଉ ଏଠି ହେଲା ଗଛକା ବାହାରିଛି ଏଟା ହେଲା ପାହାଡ ଏଟା ହେଲା ସୂର୍ଯ୍ୟ ଗୋଟେ ବାହାରିଛି ପକ୍ଷୀମାନେ ଉଡୁଛନ୍ତି ଏଟା ହେଲା ଆକାଶ ବହୁତ ବଢିଆ ସବୁ ଜିନିଷ ଏଠି ଅଛି ସମସ୍ତଙ୍କୁ ନମସ୍କାର ଗୋଟେ ନୂଆ ବ୍ଲଗରେ ସ୍ୱାଗତ କରୁଛୁ ସକାଳେ ଆମ ଧ୍ରୁବ ଉଠିକି ଏଇ କୁଣ୍ଡଟା ବହୁତ ଅପରିଷ୍କାର ଥିଲା ସପ୍ତାହ ହେଇଯିବ ପରିଷ୍କାର ହେଇନଥିଲା ସଫା ହେଇନଥିଲା ଆଉ ଆଜି ସକାଳେ ଉଠିକି କୁଣ୍ଡଟାକୁ ଭଲକି ଧୋଇକି ସରଫ ପାଣି ଦେଇକି ସବୁ ପାଣି କାଢିକି ଆଉ ଥରେ ସାଲଟାକୁ ଚଲାଉଛନ୍ତି ନା ଭଲ ପାଣି ପୁରା ପରିଷ୍କାର ପାଣି ଭର୍ତ୍ତି କରୁଛନ୍ତି ଫୁଲ ହେଇଗଲା ଆଉ ଫୁଟେ ଅଛି ଫୁଲ ହେଇତେ ଆଉ ଫୁଲ ହେଲେ ସେଲଟାକୁ ବନ୍ଦ କରିବା ଯଦି ବୋତଲ ଗାର ଡିକ୍ଚି ଗାର ପାଣି ପୁରେଇତେ ବାକି ଅଛି ପୁରେଇ ଦେବ ଆଉ ଆମ ଧୁବ ହେଇ ସବୁ ଧୁଆ ଧୁଇ କରିକି ଏଇନା ଗୋଡ଼ ହାତ ଧୋଉଛେ ଆଉ ବର୍ଷା ବି ଆଜି 2ଟାଠୁ ବର୍ଷା ହଉଛି ସକାଳ 7ଟା ହେଇଗଲାଣି ବର୍ଷା ହଉଛି ଏଇନା ପର୍ଯ୍ୟନ୍ତ ଛାଡ଼ିନି ଆଉ ଆମର ଅଗଣା ତ ସେପଟେ ହେଇ ପୁରା କାଦ ହେଇଗଲା ଏତେ ଜୋରେ ବର୍ଷା ହଉଛି ଆଉ ଦୋକାନ ଆସୁଛନ୍ତି ଲୋକମାନେ ଯିବା ଆସିବା କରିକା କାଦ ହେଇଗଲା ପୁରା ଆଉ ଫାଷ୍ଟ ଯେତେବେଳେ ମାଛ ଢାଳିଥିଲେ ସେତେବେଳେ ଟିକେ କାଦ ହେଇନଥିଲା ଏଇନା ଯେହେତୁ ବର୍ଷା ହେଇଗଲା ଝିପିରି ଝିପିରି ବର୍ଷା ହଉଛି ବତୁରି ଯାଉଛି ମାଟିଟା ସେଥିପାଇଁ କାଦ ହେଇଯାଉଛି ଏଜବେଷ୍ଟରଟା ଗୋଟେ ମାନେ ଉପରେ ଲୋଡ୍ କରିଥିଲେ ଏଜବେଷ୍ଟରଟା ଯେମିତି ପତ୍ର ଧୂଳି କୁଣ୍ଡ ଭିତରକୁ ପଡ଼ି ନଯାଏ ସେ ଏଜବେଷ୍ଟର ଲାଗିକି ରହିବ ଉପରେ ସେ ଏଜବେଷ୍ଟରଟାକୁ ତଳକୁ ଓହ୍ଲେଇକି ସେଇ ଏଜବେଷ୍ଟରଟା ଏପଟେ ଅଛି ସେଇଟା ଭଲକି ଧୋଇକି ପରିଷ୍କାର କଲା ଏଜବେଷ୍ଟରଟା ବି ଆଉ ତସଲାଗା ବି ଯେତକ ଥିଲା ମାନେ ଧୁଆ ହେଇନଥିଲା ସେଇଗା ଧୋଇଲେ ଭଲକି ଆଉ ବୋତଲ ଗାର ଘଗରା ଗାର ଡେକ୍ଚିର ପାଣି ପୁରେଇ ଯଦି ବାକି ଅଛି ପାଣି ପୁରେଇ ଦେବ ଆଉ ଏଇନା ଧୋଇକି ପରିଷ୍କାର ହେଇଗଲା ଆଉ ମୁଁ ଉଠେଇକି ମୁହଁ ଧୋଇନି ଯେହେତୁ ଆଜି 2ଟାଠୁ ବର୍ଷା ହଉଛି ଏଇନା ପର୍ଯ୍ୟନ୍ତ ଛାଡୁନି ଟୋଟାଲି ଆଉ ଛତା ଗୋଟେ ନେଇକି ଆସିଲି ବହୁତ ଥଣ୍ଡା ଲାଗୁଛି ପାଣି ବାହାରେ ଗୋଟେ ବର୍ଷା ପକାଉଛି ଏଇନା ଟିକେ ଛାଡ଼ିଲା ଆଉ ଭାଇ ଆମର ପିଲାମାନଙ୍କୁ ଟ୍ୟୁସନ୍ କରୁଥିଲେ ସକାଳେ ଆଉ ଏଇଟା କହିଲେ କେମିତି ବନେଇଛନ୍ତି କଳସ ଚିତ୍ର ପାହାଡ଼ ଚିତ୍ର ଝରଣା ଚିତ୍ର ବନେଇଛନ୍ତି ଏଇଟା ଗୋଟେ କଳସ ଚିତ୍ର ବହୁତ ଗା ଚିତ୍ର ବନେଇଛନ୍ତି ସବୁ କଳସ ଚିତ୍ର ବନେଇଛନ୍ତି କିଏ କେମିତି ଜାଣିছে ସେମିତି ଡିଜାଇନର ବନେଇଛନ୍ତି ପଇଡ଼ଟା ମାନେ ବିଭିନ୍ନ ଡିଜାଇନର ରଖାହେଇଛି ଏଠି ହେଲା ପଇଡ଼ଟା କଡ଼େଇକି ରଖିଛନ୍ତି ଏଠି ହେଲା ସିଧା ହେଇକି ରଖିଛନ୍ତି ପଇଡ଼ଟାକୁ ଏଠି ଏଇଟା କଲର କରିଛନ୍ତି ଏଇଟା କଲର କରିନାହାନ୍ତି ଏଇଟା ଡଟର ବନେଇଛନ୍ତି ଆଉ ଏଠି ପାହାଡ଼ ଚିତ୍ର ପାହାଡ଼ ପାଖରେ ଘରଟେ ଅଛି ନଡ଼ିଆ ଗଛ ଅଛି ଆଉ ପାଣି ଅଛି ଏଠି ଝରଣା ହେଇ ନା ଏଇଟା ରାସ୍ତାଟା ଏଇଟା ଆଉ ଏଠି ଗୋଟେ ନୌକା ଆଉ ଏଠି ହେଲା କି ଚିତ୍ର ଏଇଟା ହେଲା ସୂର୍ଯ୍ୟ ନା ବଲ୍ ଏଇଟା ହେଲା ଏଇଟା ହେଲା ବଲ୍ ଚିତ୍ର ଆଉ ଏଇଟା ଦେଖିପାରୁଛ ଏଇଟା ହେଲା ପାହାଡ଼ ଚିତ୍ର ପାହାଡ଼ର ଗୋଟେ ସୂର୍ଯ୍ୟ ବାହାରିଛି ଆଉ ନଡ଼ିଆ ଗଛ 2ଟା ଅଛି ଏଠି ଘରଟେ ଅଛି ରାସ୍ତା ଏଇଟା ହେଲା ଲକ୍ଷ୍ମୀ ପ୍ରିୟା ମହାନ୍ତ ବହୁତ ବଢ଼ିଆ ତିଆରି କରିଛନ୍ତି ଆଉ ଏଇଟା ହେଲା ବଲ୍ ମାନେ ଡିଜାଇନ ସେମିତି ତିଆରି କରିଛନ୍ତି ମାନେ ଧଳା କାଗଜ ଭିତରେ ବଲ୍ଟେ ତିଆରି କରିଛନ୍ତି ମାନେ ଗୋଲ ତା ଭିତରେ ଡ୍ରଇଂ କରିଛନ୍ତି ଏଇଟା ହେଲା ମାଟି ଆଉ ଏଇଟା ହେଲା ନୌକା ନା କ'ଣ କୁହନ୍ତି ନୌକା ଆଉ ଏଠି ଫୁଲ ଗଛ ଗୋଟେ ବାହାରିଛି ଏଠି ମଣିଷଟା ବସିଛି ଏଠି ପତକା ଗୋଟେ ଅଛି ନୌକାର ଆଉ ଏଠି ହେଲା ଗଛକା ବାହାରିଛି ଏଟା ହେଲା ପାହାଡ଼ ଏଟା ହେଲା ସୂର୍ଯ୍ୟ ଗୋଟେ ବାହାରିଛି ପକ୍ଷୀମାନେ ଉଡୁଛନ୍ତି ଏଟା ହେଲା ଆକାଶ ବହୁତ ବଢିଆ ସବୁ ଜିନିଷ ଏଠି ଅଛି ମାନେ ଭାବି ଚିନ୍ତିକି ଡ୍ରଇଂ କରିଛନ୍ତି ନା ମାନସ ସିଂ ଆଉ ଏଠି ହେଲା ଏଠି ସାଦା କରିଛନ୍ତି ସେମିତି ମାନେ ଟିକେ ମାନେ ଭାଇ ଯେମିତି କହିଥିଲି ଡ୍ରଇଂ କରିତେ ଆଉ ପାହାଡ଼ ଚିତ୍ର
ଭିତରେ ସବୁ ଜିନିଷ ଥିବ। ଆଉ ଏଠି ବି ବହୁତ ବଢ଼ିଆ ତିଆରି କରୁଛନ୍ତି। ଏଠି କଲର୍ ଅଛି, ଏଠି ହେଲେ କଲର୍ କରିନାହାନ୍ତି। ପେନସିଲ୍ର ସେମିତି ମାନେ ନିଜ ବୁଦ୍ଧିର ନିଜ ଆଇଡ଼ିଆର କରିଛନ୍ତି। ବହୁତ ଏମିତି କରୁଛନ୍ତି। ଆଉ ଆମ ଧ୍ରୁବର ସାଙ୍ଗ ଆସିଲା। ଧ୍ରୁବର ସାଙ୍ଗ ଆସିକି ଦେଖିଲା ଧ୍ରୁବ ଭାତ ଖାଉଥିଲା, ମାନେ ଜଲ୍ଦି ବି ରେଡ଼ି ହେଉନି। ଆଉ କେବେ ଜଲ୍ଦି ଟିକେ ବାହାରେନି, ତାର ଟିକେ ଲେଟ୍ ହୁଏ ଡେଲି, ମାନେ ସ୍କୁଲ ଟାଇମ୍ରେ ବି ସ୍କୁଲରୁ ଆସିକି ଜଗିଥିବ। ସ୍କୁଲ ନୁହେଁ, ମାନେ ଘରୁ ଆସିକି ଜଗୁଥିବା ଆମ ଧ୍ରୁବ ଜଲ୍ଦି ବାହାରିକା ନିହାତି 9:30 ହେଇଯିବ, 10ଟା ପାଖାପାଖି ହେବାକୁ ଯାଉଥିବ। ସେତେବେଳେ ଯାଇକି ଧ୍ରୁବ ବାହାରିବ। କଲେଜ ଟାଇମ୍ରେ ବି ଏମିତି, ମାନେ ଧ୍ରୁବର ସାଙ୍ଗ ଘରୁ ରେଡ଼ି ହେଇକି ଆସି ଧ୍ରୁବକୁ ଅପେକ୍ଷା କରିଥିବ। ମାନେ ଏଇ ଟାଇମ୍ରେ ବି ଧ୍ରୁବ ଲେଟ୍, ମାନେ ତାର ଲେଟ୍ ହେଉଥିବ। ଏମିତି ଧ୍ରୁବ ଆଉ ସୁଟ୍ ପିନ୍ଧିକି ରେଡ଼ି ହେଉଛି। ଆଉ ରେଡ଼ି ହେଇଗଲା, 2 ଜଣ ମିଶିକି 2ଟା ସାଇକେଲ ନା ଗୋଟେ ସାଇକେଲରେ ଯିବ, 2ଟା ସାଇକେଲରେ ଯିବେ। ଆରାମସେ ଚଲେଇକା ଯିବେ କଲେଜ। ଯଦି କଲେଜର କ୍ଲାସ୍ ହେଉଥିବ କ୍ଲାସ୍ କରିବେ, ନହେଲେ ଟିକେ ବସିବେ ସେଇଠି। ଆଉ ତାଙ୍କ ସାର୍ ମ୍ୟାଡ଼ାମ୍ ମାନେ ଆସିଲେ ପଢ଼େଇବେ। ଆମ ଧ୍ରୁବ ଭାଇ ରେଡ଼ି ହେଇଗଲା। ଆଉ ତୋ ନାଁ କ'ଣ? ସରୋଜ କୁମାର ମହାନ୍ତ। ନାଁଟା ଭୁଲି ଯାଉଛି। ଆଉ ଏଇନା କଲେଜ ବାହାରିଲେ। ସମସ୍ତେ ଭାତ ଖାଇସାରିଲେ। ଆଉ ଧ୍ରୁବ ଆଉ ତା ସାଙ୍ଗ ରେଡ଼ି ହେଇକି ସେମାନେ ବି କଲେଜ ଗଲେ। ମୁଁ ବ୍ରସ୍ କରିକି ଭାତ ଖାଇବି। ଆଉ ଭିଡ଼ିଓ ଟିକେ ସମାପ୍ତ। ଦେଖା